ସମାଜରେ ବଞ୍ଚିବା ଅଧିକାର ତୋର ନାହିଁ। ଅଭିଶାପ ପଡିବ, ତୁ ପଦ୍ମ ଫୁଟି ମରିବୁ, ପୁରୀ ଯା ମୁକ୍ତି ମଣ୍ଡପ ଉପରେ ବସିବୁ, ମୁକ୍ତି ହେଇ ଆସିବୁ। ମତେ ଚନ୍ଦନ ପାଣିରେ ଗାଧୋଇ ଦିଅଲୋ କାଳିଆ ପାଖକୁ ଯାଉଛି, ଗୋଟେ ତୁଳସୀ ମାରିଲେ ସଜେଇ ଦିଅଲୋ କାଳିଆ ପାଖକୁ ଯାଉଛି। ଛାୟା ବିଲାଉରୁ ଦିଅଲୋ ପିଠେଇ ଭୂତ ଦଢ଼ସୁର ପକ୍ଷେ ବଇଚି 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 ଭୂତ ଭଇତ ପାଖରେ ଅଛି। ଅଭଦ୍ର ସେ ସାରେ ବଇଛନ୍ତି ନା ଅତି ଅଭଦ୍ର ନିର୍ଲଜ ହେଇଗଲା। କଣ ମୁଁ ତ ଘଇତ ପାଖକୁ ଯାଉଛି। ବସିଲି ଚୁପି ଅରୁଆ ଚାଉଳ ଚୁନାଲୋ ଅରୁଆ ଚାଉଳ ଚୁନା, ଅରୁଆ ଚାଉଳ ଚୁନାଲୋ ଅରୁଆ ଚାଉଳ ଚୁନା, ଘର ଅଗଣାକୁ ଅନେଇ ଦେଲି ଆସିବ କାଳିଆ ସୁନାଲୋ ଆସିବ କାଳିଆ ସୁନା, ଅରୁଆ ଚାଉଳ ଚୁନାଲୋ ଅରୁଆ ଚାଉଳ ଚୁନା। ପଣ୍ଡିତ ମଣ୍ଡଳୀ କେତେ ହୋଇଅଛ ମେଳି, ଅରୁଆ ଚାଉଳ ଚୁନାଲୋ ମାକ ଭଉଣୀ କେତେ ହୋଇଅଛ ମେଳି। କାହିଁ ବନ୍ଦ କରୁଛୁ? ଏମିତି ହଉନି, କଣ ହଉନି? ଉଷୁମ ଭାଙ୍ଗି ଯାଉଛି। ଆଉ ତୁ କଣ ଉଷୁମ ଇଟି ହଉନି ଜମା। ମୋଲା ଗୀତର ପୁଣି ଇଟି ଅଛି, ସାଇଡ୍ ଦଉନ ଟିକେ। ସାଇଡ୍ ଦେଲେ କଣ କରିବୁ? ତୁ ଇଟି ଭଜନ ବୋଲି ମା ଜଗନ୍ନାଥଙ୍କର ସେ ଜଗତର ପିତା ଜଗନ୍ନାଥ। ନା କଣ ତା ଭଲକିରି କୋଣା କର ସାର ପଠେଇ, ସାର ପଠେଇ କୋଣା ନାହିଁ। ସୁମନ ଯାହା ହଉ ଗାୟକ ମହାଶୟ ଆଣି ନାତିକୁ ଦେଇ ବା ନାତିକୁ ସାଙ୍ଗରେ ଧରି ଅଜା ବୁଢ଼ାଙ୍କର ଆନନ୍ଦ ବଢ଼ାଇ କୂଳ ଧରିଥିଲେ ନାତିକି, ଚାଷୀ ଭାଇଙ୍କର ଆନନ୍ଦ ବୁଢ଼ାଇ ଦେଖିବେ ଶସ୍ୟ ଶ୍ୟାମଳ। ଚାଲୋ ନେଇ ଯା ଦେଶୀ ଭାଟିଟି। ଯାହା ହଉ ପୂର୍ଣ୍ଣ ପରିମାଣ ପ୍ରଦାନ କରନ୍ତୁ। ଏଇ କୁନି ପୁଅଟି ସୁମନର ଦୀର୍ଘାୟୁ କାମନା କରନ୍ତୁ। ମା ସରସ୍ୱତୀ କଣ୍ଠରେ ବିଦ୍ୟାଦାନ ଦିଅନ୍ତୁ। ଭଲ ମଣିଷ ପରି ମଣିଷଟିଏ ଗଢ଼ି ତୋଳନ୍ତୁ। ସର୍ବେ ବୋଲ ଆନନ୍ଦ କବର ହରି ହରି ମତେ ପଢ ପଢ ଶିଖ। ହଉ ହଉ ପ୍ଲାଷ୍ଟିକ ଯୁଗ ଲାଲନ ଜନତା ଅଦ୍ୟ ରଜନୀରେ ମଞ୍ଚସ୍ଥ ହେଉଥିବା ଚୈତାଳି ଲୋକନୃତ୍ୟ ଘୋଡ଼ା ନାଚ ମାନନୀୟ ଅଦ୍ୟ ରଜନୀରେ ଗାୟକ ଆପଣଙ୍କ ସାହିତ୍ୟ ସମାଲୋଚନାରେ ମୁଗ୍ଧ ହୋଇ ସହଦେବ ନାୟକ ଧାନ ମଣ୍ଡଳ 210 ଟଙ୍କା ଅର୍ପଣ କରିଛନ୍ତି। ଆଶା କରେ ଗାୟକ ମହାଶୟ ସାଦର ଗ୍ରହଣ କରିବେ। ଜୟ କଳା। ଧାନମଣ୍ଡଳ ନିବାସୀ ସହଦେବ ନାୟକ ମା ସିଦ୍ଧ ବାସେଳି ପୂର୍ଣ୍ଣ ପରିମାଣ ପ୍ରଦାନ କରନ୍ତୁ। ଧନ ଜନ ଗୋପଲକ୍ଷ୍ମୀ ପରିପୂର୍ଣ୍ଣ କରନ୍ତୁ। ପରିବାରରେ ଶାନ୍ତି ମୈତ୍ରୀ ସ୍ଥାପନ କରନ୍ତୁ। ଇଏ ସର୍ବବୋଲ ଆନନ୍ଦ କବାର ହରି ହରି ବୋଲ। କଣ ସାରେ ଭଜନ ବୋଲି ଇଏ ବିଷୟଟି କରିବା ଡେରି ହଉଛି। ତୁ ଗୋଟେ ଭଜନ ବୋଲିବୁ ତ? କୋଉ ଠାକୁରଙ୍କର? ମା ଜଗନ୍ନାଥ। ମା କଣ ଜଗନ୍ନାଥ? ଜଗତର ପିତା ସେ ଜଗନ୍ନାଥ। ବୋଲ ବୋଲ ଶୀଘ୍ର ବୋଲ। ଟିକେ ସାଇଡ ଦଉନ। ହଁ ମୁଁ ସାଇଡ ବୋଲି ବୋଲ। ଜଗନ୍ନାଥ ଗାଈ କାହାର? କହୁଛି ଜଗନ୍ନାଥ ଗାଈ କାହାର? ଅଭଦ୍ର କହୁଛି ଭଜନ ବୋଲିବ। ସେ ପୁରା କଲା କଣ କଲା ସିଏ? କଣ କଲା ସିଏ? ତୁ କହୁଛୁ କିଛି ମାଗୁନି ତତେ ଜଗନ୍ନାଥ, କିଛି ମାଗୁନି ତତେ ଜଗନ୍ନାଥ। ଧନ ମାଗୁ ନାହିଁ ଜନ ମାଗୁ ନାହିଁ, ପ୍ରଭୁ ଧନ ମାଗୁ ନାହିଁ ଜନ ମାଗୁ ନାହିଁ, ଧନ ମାଗୁ ନାହିଁ ଜନ ମାଗୁ ନାହିଁ, ଧନ ମାଗୁ ନାହିଁ ଜନ ମାଗୁ ନାହିଁ। ଠାକୁରେ ମାଗୁଛି ବଂଶ କିଣାରୁ ଅତି ଅଭଦ୍ର ହେଇଗଲୁ। କଣ କହୁଛୁ ଧନ ମାଗୁ ନାହିଁ ଜନ ମାଗୁ ନାହିଁ, ମାଗୁଛି ମାଗୁଛୁ କଣ? ବାଉଁଶ କିଳା।
ବାଉଁଶ କିଳା ତୋର କଣ ହବ ମୋର କଣ ହବ ଏଟା ଅତି ବେଲଜ୍ଜାଟା ମୋ ବୋଉର ଇରେ ବୋଉର ବାଉଁଶ କିଳା କଣ ହବ ସେଇଆ ପଚାରେ ରାଗୁଛ କାହିଁକି ବୁଢୀ ଲୋକ ବାଉଁଶ କିଲା ବୋଉର ବାଉଁଶ କିଳା କଣ ହବ କହିଲୁ ଭାଇ ଏତେବେଳେ ଥଣ୍ଡାକିରି କହିଲ ଆଉ ତୁ କହୁନୁ ସାରେ ଆଜି ମୋ ବୋଉ ସନ୍ଧ୍ୟା ବେଳେ ଫୋନ କଲା ବୋଉ ଫୋନ କଲା ସନ୍ଧ୍ୟା ବେଳେ ହଁ। କଣ କହିଲେ ବୋଉ କହିଲା ବାପାରେ ହଁ। କୋଉଠୁ ଗୋଟେ ଓହ୍ଲେଇ ଗାଈ ଆଣିଥିଲୁ ବାନ୍ଧି ଦେଇକିରି ଖୁଣ୍ଟରେ ଗଲୁ ନୂଆ ଗାଈଟା କିଣିଥିଲୁ ଖୁଣ୍ଟରେ ବାନ୍ଧି ଦେଇ ଆଇଥିଲୁ ହଁ ସେ ଗାଈଟା ଆଜି କଣ ତର୍କି ଗଲା କିଣାଟା ଭାଙ୍ଗିଗଲା ଗାଈ ତର୍କି ଗଲା ଖୁଣ୍ଟଟା ଭାଙ୍ଗିଗଲା ହଁ ଘରେ ଆଉ ଖୁଣ୍ଟ ନାହିଁ ଖୁଣ୍ଟ ନା ମୋ ବୋଉ କହିଲା ହଁ। କହିଲା ବିପ୍ର ସାର ମୋ ସାଙ୍ଗରେ ଯାଇଛୁ ନାଚ କରିବାକୁ ହଁ। ଟିକେ ଫାଙ୍କା ପାଇଲେ ଠାକୁରଙ୍କୁ ଡାକିବୁ ଜଗନ୍ନାଥଙ୍କୁ ଜଣେଇବୁ ହଁ ଜଗନ୍ନାଥ ବାଉଁଶ କିଳା ଦେବେ କହିବେ ହେ ଜଗତର ନାଥ ଜଗନ୍ନାଥ ମୋ ବୋଉ କହିଛି ଆମର ଧନ ଧନ କିଛି ଦରକାର ନାହିଁ ମୋ ବୋଉ ଭାଇ ବାଉଁଶ କିଳାରୁ ହାତ ଦବ ଗାଈ ଖଟା ହବ ନା ମରିଯାଉନୁ ଅଭଦ୍ର ମରିଯାଉ ଭଲ ହବ ମୁଁ ମଲେ ଯିବି ସେପଟକୁ ତେମେ ଗାଣ୍ଡି ଦେଖିବ জগত সিংহ পুরারি জগত রানী সে মা সারদা ঠাকুরানী সিংহাসନରେ বসিছি অভিজ্ঞ গণিত করুছি সিংহাসନରେ বসিছি মূর্খ গণিত করুছি এই পাদুকা বাণী সে মা ସଭା ତଳେ କରୁଅଛି ଅଳି ସମସ୍ତରେ ହରି ବୋଲ ଦେବ ହୁଳ ହୁଳି ସଭା ତଳେ ନିବେଦନ ହରି ବୋଲ ହୁଳ ହୁଳି କିଛି ନ ଶୁଭିଲା ଜାଣିଲି ମୋ ଝୋଲା ପେଟେ କଣ୍ଟକ ପଡ଼ିଲା ଆଉ ବାରେ ସଭା ତଳେ ନମ୍ର ନିବେଦନ ଆମ ଗାଈ ତିନିଟା ଆଉ ବାରେ ସଭା ତଳେ କରୁଅଛି ଅଳି ସମସ୍ତରେ ହରି ବୋଲ ଦେବ ହୁଳ ହୁଳି ଆହା ଲକ୍ଷ୍ମୀ ଚାଲ ଘର କରିବା ହରି ବୋଲ ପଇଲା କୋଦାଳ ଗୋଟେ ଅନ୍ୟ ମନସ୍କ ହନି ବାପା ମାନେ ବସିଛନ୍ତି ଆଜ୍ଞା ଚାରିପଟେ ପୁରାଣ କଥା ହଁ ଇଏ ସବୁ ପୁରୁଣା କଥା ହେଲା ପୁରାଣ ପୁରାଣ ପୁରୁଣା ରହିବ ରହିବ ଆଉ ସେଇ ପୁରୁଣା ଭିତରେ କିଛି ନୂତନତ୍ୱ ହଲେ ସତ୍ୟ ଶାନ୍ତି
ଗୋଳମାଳିଆ କଣ ଆଜିର ଆଦର୍ଶ ବିଷୟ ଛଳିରେ ମନସ୍ଥ ପଦାର୍ଥ ମରିବୁରେ ଆରେଷ୍ଟ ସାରେ ଧାରଣାରେ ଆଣି ବିଷୟ କରୁଛନ୍ତି ନାଇଁ ହ୍ୟାଲୋ ଆଜିର ଆଦର୍ଶ ବିଷୟ ଭଲ ମଣିଷ ଖୋଜା ଚାଲିଛି ମୁଁ କହିଛି ପରା ମଣିଷ ପଣିଆଟା କଣ ହ୍ୟାଲୋ ଆପଣ ମାନଙ୍କୁ ନେଇଯାଉଛି ଦେବରାଜ ଇନ୍ଦ୍ରଙ୍କ ସଭା ବସିଛନ୍ତି ମାଲୋ ଇନ୍ଦ୍ର ଦେବତା ବସିଛନ୍ତି ବା ସ୍ୱର୍ଗ ସଭାରେ ରାଜା ଇନ୍ଦ୍ର ବିଦ୍ୟମାନ ଆଉ ସମସ୍ତ ଦେବଗଣ ବସିଛନ୍ତି ବିଚାର ଚାଲିଛି ମର୍ତ୍ତ୍ୟପୁରକୁ କିଏ ଯିବ ଭଲ ମଣିଷ ଖୋଜିବା ମାଲୋ ମର୍ତ୍ତ୍ୟପୁରକୁ କିଏ ଯିବ ଭଲ ମଣିଷ ଖୋଜିବା ପାଇଁ ବାପା ମାନେ ଜ୍ଞାନୀ ମାନେ ଆଜ୍ଞା ମାଲୋ ନିର୍ଣ୍ଣୟ କରିବେ କିଏ ଆପଣ ମାନଙ୍କର ଦେବର୍ଷି ନାରଦ ଯୋଉ ଦେବତାଙ୍କୁ ସ୍ଥିର କରିବେ ଇଏ ସେଇ ଦେବତା ଯିବେ ମର୍ତ୍ତ୍ୟପୁରକୁ ଭଲ ମଣିଷ ଖୋଜିବା ପାଇଁ ଜମା ବର୍ଷା ହବନି ବରପତ୍ର ଘର ଘର ନହିଲେ ଛାଡ଼ି ମା କାହିଁକି ଯାଉଛ ଆପଣ ଇନ୍ଦ୍ରଦେବଙ୍କୁ କରନା ଇନ୍ଦ୍ରଙ୍କ କଥା କହୁ କହୁ ଇନ୍ଦ୍ର ଦୃଷ୍ଟି ଆରମ୍ଭ ମାଲ ନିର୍ଣ୍ଣୟ କରିବେ କିଏ ଦେବର୍ଷି ନାରଦ ଇଏ ପୁରାଣ ଯୁଗର ସାମ୍ବାଦିକ ଦେବର୍ଷି ନାରଦ ଯୋଉ ଦେବତାଙ୍କୁ ସ୍ଥିର କରିବେ ମୋ ମା ସେଇ ଦେବତା ଯିବେ ଇଏ ମର୍ତ୍ତ୍ୟପୁରକୁ ଭଲ ମଣିଷ ଏତିକି ବେଳେ ଇନ୍ଦ୍ରଙ୍କ ସଭାରେ ଛିଡ଼ା ହେଲେ ଜଣେ ଦେବତା ହାତ ଯୋଡ଼ି ଛିଡ଼ା ହେଲେ ଆର୍ଯ୍ୟଜନୀ ବ୍ରହ୍ମା ବ୍ରହ୍ମା କହିଲେ ନାରଦ ତୁ ମୋର ମାନସ ପୁତ୍ର ମୁଁ ଯିବି ମର୍ତ୍ତ୍ୟପୁରକୁ ଭଲ ମଣିଷ ଖୋଜିବା ପାଇଁ ମୁଁ ବ୍ରହ୍ମା ଭଲ ଦେବତା ନୁହଁ ମୋ ନାଁରେ କମ୍ପ୍ଲେନ ଅଛି ପୁରାଣରେ ମୋ ନାଁରେ ଆଲିଗେସନ ଅଛି କଣ ମୋ ନାଁରେ ଆଲିଗେସନ ଅଛି ମାଲୋ